ଦେଖନ୍ତୁ ଇଏ ବିଚିତ୍ରପୁର ନୂଆକଟା ଏପଟେ ଆମେ ଆସିଛେ ଦେଖିଛେ ଏପଟେ ଏଭଳି ତ ନଥିଲା ଆଗରୁ। ଏବେ ଦେଖନ୍ତୁ କେମିତିଆ ସିଷ୍ଟମ କେମିତିଆ ବୁଥ୍ ପଡିଛି ଟୁରିଜମ ଏଠି ବଢିଲାନି। ଏଠି ସମସ୍ତେ ବୁଲିବାକୁ ବି ଆସୁଛନ୍ତି କେମିତିଆ ବୁଥ୍ ପଡିଛି ଏଠି କଣ ମାଛ ଲାଗେ କଣ କରେ ସେଟା ତ ଜଣା ନାହିଁ। କିନ୍ତୁ ଆମେ ଆଜି ଯେ ଆସିଲୁ ଦେଖିଲୁ ଏପଟେ ଦେଖ ଏ ପାଣି ଆସିଲେ ପ୍ରାୟ ଏ ଡବା ଗୁଡା ଏ ବେରେଲ ଗୁଡା ଭାସେ ପ୍ରାୟ ୟାକୁ ବାନ୍ଧିକି ରଖାଯାଇଛି। ଏପଟେ ଏହା ଏଠି ଟୁରିଜମ ବସିବା ପାଇଁ ବି ଏହା ଏଠି କରାହେଇଛି ମାନେ ଡଙ୍ଗା କରିକି ଚେୟାର ଭଳିଆ ସିଷ୍ଟମ କରାହେଇଛି ଆପଣ ଦେଖିପାରୁଥିବେ। ଏପଟେ ଦେଖନ୍ତୁ ଇଏ ନାସି ଅଛି ଏପଟେ କେନାଲ ପାଣି ଭରିଲେ ପ୍ରାୟ ଏପଟେ ତ କାଦ ହବ ବର୍ତ୍ତମାନ ଓହ୍ଲେଇ ଗଲେ। ପୋଲ ଫୋଲ ଥିନେ ଆରପଟକୁ ବାହାରିକି ଯାଇଥାନ୍ତୁ କିଛି ପୋଲ ଆଗା ନାହିଁ। ଆଉ ସେପଟେ ପୁରା ଫାଙ୍କା ଆପଣ ଦେଖିପାରୁଥିବେ। ବଣ ସେପଟେ କଣ ଅଛି ଏଠି ପାଣି ଭରିଲେ ଡଙ୍ଗାରେ ବାହାରିଲେ ଯାଇକି ଜଣା ପଡତା ସେପଟେ କଣ ଅଛି। ଏପଟେ ଆପଣ ମାନେ ଦେଖନ୍ତୁ ଇଏ ଡଙ୍ଗାରେ ସବୁ ତ ବସିକି ଏହା ପ୍ରାୟ ଏହାକୁ ବୁଲିବାକୁ ଯାଆନ୍ତି ଏ ଡଙ୍ଗାରେ ବସିକି। ସେପଟେ ଆପଣ ଭ୍ୟୁଜ ଦେଖିପାରୁଥିବେ। ସେପଟେ ଭ୍ୟୁଜ ଦେଖିପାରୁଥିବେ ଆପଣ କେମିତି ନାସିରେ ସବୁ ଭ୍ୟୁଜ ରହିଛି। ଆଉ ଆପଣଙ୍କୁ ଦେଖେଇବୁ ଏପଟେ ଆପଣ ଏପଟକୁ ବି ଟିକେ ଆସନ୍ତୁ ଏପଟକୁ ବି ଟିକେ ଦେଖେଇବା। ଆଉ ଏଠି ପାଣି ବି ଧୀରେ ଧୀରେ ଚାଲିଛି। ପାଣି ଧୀରେ ଧୀରେ ଚାଲିଛି ସେଇଥିପାଇଁ ଏ ବୁଥ୍ ବର୍ତ୍ତମାନ ତ ଚାଲି ପାରିବନି ତା ଭିତରେ କେମିତି ଫ୍ୟାନ ସବୁ ସେଟିଂ ହେଇଛି ଦେଖନ୍ତୁ। ଏଠି ବୁଥ୍ ଚାଲିବ ସେରୁ ଷ୍ଟାର୍ଟ ମାରିକି ବାହାରିକି କେମିତି ଯିବେ ସେପଟେ ଦେଖନ୍ତୁ କିଛି ଲୋକମାନେ ବି ଅଛନ୍ତି। ଆଉ କଣ କରିବାକୁ ଯାଇଥିଲେ ସେମାନେ ବାହାରିବେ କେମିତି କିଏ ଜାଣି କୋଉ ପୋଲ ଦେଇକି ଏବେ ଚାଲିକି ଆସିବେ ପ୍ରାୟ କାଦରେ ଚାଲିକି ଆସିକି ଏଠି ଧୁଆ ଧୁଇ କରିବେ। ଆଉ ତାପରେ ଆମେ ସେପଟକୁ ଦେଖେଇବୁ ଏଟା କହୁଛନ୍ତି ବିଚିତ୍ରପୁର ନୂଆକଣ୍ଟା। ଆଉ ବିଚିତ୍ରପୁର ନୂଆକଣ୍ଟା ଏଥିରେ କଣ ମାଛ ଫାଛ ବିକ୍ରି ହୁଏ କଣ ହୁଏ ଆମକୁ ତ ସେରକମ ଜଣା ନାହିଁ। ସକାଳୁ ଆସିଲେ ଜଣା ପଡିବ ବର୍ତ୍ତମାନ ପାଣି ଶୁଖି ଯାଇଛି। ଶୁଖି ଯାଇଛି ଜୁଆର ହେଲେ ପାଣି ଯେତେବେଳେ ବଢିବ ଏ ବାଟେ ପାଣି ପୁରା ଫୁଲ ହବ। ଏପଟେ ପାଣି ଦେଖନ୍ତୁ ପାଣି ଦାଗଟା ଦେଖନ୍ତୁ କେତେ ପାଣି ଦାଗ ଏତେ ପର୍ଯ୍ୟନ୍ତ ବି ପାଣି ଆସିବ ଏତେ ପର୍ଯ୍ୟନ୍ତ ପାଣି ଆସିଛି। ପୁଣି ଭାଟି ଗଲେ ପୁରା ପାଣି ଆସିଲେ ଏଇଗୁଡା ସବୁ ଭାସି ଉଠିବ। ଏବଂ ପାଣିର ଦାଗଟା ଦେଖନ୍ତୁ ଏଗୁଡା ସବୁ ଏଠି ଦେଖନ୍ତୁ ଏ ବେରେଲ ପାଣି ବେରେଲ ପଡିଛି ଏଥିରେ ପାଣି ନାହିଁ। ଏଠି ପାଣି ଆସିଲେ ପ୍ରାୟ ଏଇଟା ଭାସିବ ଏ ବୁଡିବନି ପୁରା ଭାସିବ ୟାକୁ ସେଟିଂ କରି କରାଯାଇଛି। ଯାହା ଫଳରେ ୟାକୁ ପାଣି ଆସିଲେ ଭାସିବ ନୂଆକଣ୍ଟା। ଆପଣ ମାନଙ୍କୁ ଏପଟେ ବି ଆମେ ଭ୍ୟୁଜ ଦେଖଉଛୁ। ଏପଟେ ଆପଣ ଦେଖନ୍ତୁ ଏପଟେ କଣ ତା ନିଆରା ନଜାରା ଅଛି। ଏପଟେ ବି ଦେଖନ୍ତୁ ପାଣି ଏପଟେ ବି ବଢି ହେଇଯାଏ ପ୍ରାୟ କାହିଁକି ନା ଏପଟେ ପାଣି ବି ଭିଜା ଭିଜା ଅଛି ପ୍ରାୟ ଏପଟେ ବି ପାଣି ହୁଏ। ଏ ଡଷ୍ଟବିନ ବି ରଖାଯାଇଛି ଏପଟେ ଗୋଟେ ଛୋଟିଆ ନାସି ଅଛି ଦେଖନ୍ତୁ। ଏପଟେ ଯେ ଗୋଟେ ଛୋଟିଆ ନାସି ଅଛି ଆପଣ ଦେଖିପାରୁଥିବେ। ଏଇ କେନାଲରୁ ମୁହଁ ଟା ଆସିଛି ଏପଟକୁ ଗୋଟେ ଛୋଟିଆ ନାସି ହେଇକି ଯାଇଛି। ସେ ନାସି ଟା ଟିକେ ଦେଖାନ୍ତୁ ଆମ ଭିଉୟର୍ସକୁ ଏ ନାସିଟା ଛୋଟ ନାସିଟା ଦେଖାନ୍ତୁ। ଏଇ ଛୋଟ ନାସିଟା ଅଛି ଦେଖନ୍ତୁ। ଆଉ ଛୋଟ ନାସିଟା ଆପଣ ଦେଖିପାରୁଥିବେ ସେପଟେ ଜଙ୍ଗଲ ବି ଦେଖିପାରୁଥିବେ ସେ ଜଙ୍ଗଲ ଭିତରେ କଣ ଅଛି ପାଣି ଭରିଲେ ଡଙ୍ଗାରେ ଗଲେ ଜଣା ପଡିବ। ଏବେ ତ କିଛି ଜଣା ପଡୁନାହିଁ। ଏପଟେ ଭିଉୟର୍ସ ଦେଖ ଏପଟେ ବି ଗୋଟେ ବଡ ନାସି ଅଛି ଏପଟେ ଗୋଟେ ବଡ ନାସି ଅଛି। ଏପଟକୁ ଦେଖନ୍ତୁ ଏଇ ନାସିଟା କୋଉଠିକି ଯାଇଛି ପାଣି ଭରିଲେ ଏଥିରେ ଡଙ୍ଗାରେ ଗଲେ ଜଣା ପଡିବ। ପଚାରିକି ଯିବାକୁ ପଡିବ ଏଠି ପାଣି ଟା କେତେବେଳେ ଆସୁଛି କେତେବେଳେ ସବୁ ବୁଲିବାକୁ ଏଠି ଯାଉଛନ୍ତି। ସେତେବେଳେ ଗଲେ ଜଣା ପଡିବ ଏଠି କଣ ଏଠି ପୁରା ଦେଖୁଛନ୍ତି ପୁରା ବର୍ତ୍ତମାନ ପାଣି ନାହିଁ ପୁରା ଶୁଖି ଯାଇଛି ଜଣେ କାଦରେ ଗଲେ ଜଣେ ଯାଇପାରିବ। ଏଥିରେ କିଛି ନାହିଁ ଟିକେ ନେଜାରା କେନାଲ ସୋର୍ସ ଟା ଟିକେ ଦେଖେଇଲ ଭିଉୟର୍ସକୁ ଟିକେ ଏପଟକୁ ଆଣିକି କେନାଲ ଇୟର୍ସଟା ଦେଖା ସେଇଠୁ ଦେଖା କେନାଲ ଇଏଟା ଆପଣ ଦେଖିପାରୁଥିବେ। ଆପଣ ଦେଖିପାରୁଥିବେ କେନାଲ ଟା କେତେ ଫଟ ମୁହାଁ ଯାଇଛି ଏବଂ ଜଙ୍ଗଲ ଟା ବି ଆପଣ ଦେଖିପାରୁଥିବେ। ଜଙ୍ଗଲ କେମିତି ଅଛି ଆଗ ପଟେ କେମିତି ତାର ନଜାରା ଅଛି ଆପଣ ଦେଖିପାରୁଥିବେ। ଏପଟକୁ ଗୋଟେ ସିଙ୍ଗଲ ଇଏ ପଡିଛି କେନାଲ ଭଳିଆ ମୁହଁ ଗୋଟେ ଅଛି। ଏ କେନାଲ ମୁହଁ ଟା କେତେ ବାଟ ଯାଇଛି ଆପଣ ମାନଙ୍କୁ ଦେଖିବୁ ଯେ ଏ କେନାଲ ଇଏଟା କେତେ ବାଟ ଗଲା ଯାଇଛି। ଏପଟେ ଦେଖୁଛନ୍ତି ଏପଟେ ପାଣି ବି ବୁଡି ଯାଇ ଭିଜା ଭିଜା ସବୁ ରହିଛି ପାଣି ବୁଡିଯାଏ ଆପଣ ଇଏ ଦେଖିପାରୁଥିବେ ସେପଟେ ପୁରା ଜଙ୍ଗଲ ଅଛି। ଆପଣ ମାନେ ଏହାକୁ ଗୋଟେ ଇଏ ଦେଖିପାରୁଥିବେ ଏପଟେ ଗୋଟେ ଛୋଟ ନାସି ଭଳିଆ କେନାଲ ଭଳିଆ ଅଛି। ଆପଣ ପୁରା ଭିଉଜ ଦେଖିପାରୁଥିବେ। ଏ କେନାଲ ମୁହଁ ଆପଣ ଦେଖୁଛନ୍ତି ସେପଟ ପୁରା ଆପଣଙ୍କୁ ଜଙ୍ଗଲ ଦେଖାଯିବ ପୁଣି ଜଙ୍ଗଲ ଅଛି। ଆପଣ
ଆଶ୍ଚର୍ଯ୍ୟ ହେଇଯିବେ। ସେପଟକୁ ବାହାରିକି ଗଲେ ଜଣାପଡ଼ିବ ସେ ଜଙ୍ଗଲର କ'ଣ ଅଛି। ଆପଣ ବିଶାଳ ଜଙ୍ଗଲ ଅଛି। ଆପଣ ଯେତେ ବାଟ ପଡ଼ିବ ସେତେ ବାଟ ଜଙ୍ଗଲ ଯିବ ଏବଂ ଏହାର କୌଣସି କେଇଠି ଶେଷ କିଛି ଜାଣି ହେବନି। ଯେତେ ପର୍ଯ୍ୟନ୍ତ ନ ଯାଇଛି କିଛି କହିହେବନି। ତଥାପି ଆମ ଭିଉଅର୍ସମାନଙ୍କୁ ଦେଖେଇଲୁ। ୟାକୁ ପାଣି ଭରିଲେ ଆପଣମାନଙ୍କୁ ଦେଖେଇବୁ। ଆରପଟକୁ ଯାଇକି ଆମେ ପାଣି ଭରିଲେ ପଚାରିକି ଯିବୁ ଆଉ ଆର ପାରିକି ଯିବା ପାଇଁ ସେପଟକୁ ଯିବା ପାଇଁ ଆମେ କ'ଣ କେତେବେଳେ ଆସିଲେ ହେବ ଏବଂ ଡଙ୍ଗାରେ ପାର ହେଇକି କେତେବେଳେ ଯିବାକୁ ପଡ଼ିବ ସେଟା ଆପଣମାନଙ୍କୁ ଭିଉଅର୍ସମାନଙ୍କୁ ଆମେ ଜଣେଇବୁ। ବର୍ତ୍ତମାନ ଆମେ ଆଉ ଆରପଟକୁ ତ ବର୍ତ୍ତମାନ ଆମେ ଯାଇପାରିବୁନି, କାହିଁକି ନା ସିଚୁଏସନ୍ ସେଭଳିଆ କାଦରେ ଯାଇ ହେବ ନାହିଁ। ଏବେ କେହି ଯାଉ ବି ନାହାନ୍ତି। କୌଣସି ମାଛ ଧରିଲା ବାଲା କି କୌଣସି ଲୋକ ଏବେ ବି ଯାଉନାହାନ୍ତି। ଆମେ ଆପଣଙ୍କୁ ଏତିକିରେ କହି ଧନ୍ୟବାଦ। ଚ୍ୟାନେଲକୁ ଆପଣମାନେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ପ୍ରେସ୍ କରିବେ। ଆମ ଭିଡ଼ିଓ ଭଲ ଲାଗିଲେ କମେଣ୍ଟ କରନ୍ତୁ। ଧନ୍ୟବାଦ।